ଆଉ ଗୋଟେ କଥା ଶିଖିବା କଣ ନା ଭଲ ବ୍ୟବହାର। ଭଲ ବ୍ୟବହାର କଣ? ଶ୍ରୀରାମ ଭଲ ବ୍ୟବହାର କଣ ପଚାରିଲେ କହିପାରିବନି। ଶ୍ରୀରାମ ରୂପମ ଭଲ ବ୍ୟବହାର କଣ କହିଲେ ପଚାରିଲେ କହିପାରିବନି। ହେଲା ଆମେ ଜାଣିନୁ ଭଲ। ଆଚ୍ଛା ଆମ ଘର ମାନଙ୍କରେ ଆମକୁ ଡାକିବେ ସୋନାଲି। ସୋନାଲି କଣ କହିବେ? କଣ କହିବେ? ଆମର ସୋନାଲି ର ବାପା ଡାକିବେ ସୋନାଲି ଆଡେ ଆସେ। ସୋନାଲି କଣ କହିବ? ସୋନାଲି କଣ କହିବ? ଆଜ୍ଞା ବୋଲି ରୂପମ ରୂପମ ର ବାପା ଡାକିବେ ରୂପମ। ରୂପମ କହିବ ଆଜ୍ଞା। ଶ୍ରୀରାମ ଶ୍ରୀରାମ ର ଜେଜ କହିବେ ଶ୍ରୀରାମ। ହେଲା ଶ୍ରୀରାମ କହିବେ ଆଜ୍ଞା। ଇଏ ହଉଛି ଗୋଟେ ଭଲ ବ୍ୟବହାର। ହେଲା ତମ ମନେକର ତମ ଘରକୁ ମାମୁଁ ଆସିଛନ୍ତି। ମାମୁଁ ଆସିବା ସମୟରେ ତମେ କଣ କରିବ? କଣ କରିବ? ମୁଣ୍ଡିଆ ମାରିବ, ନମସ୍କାର କରିବ। ଇଏ ହଉଛି ଗୋଟେ ଭଲ ବ୍ୟବହାର। ହେଲା ରୂପମ ସୋନାଲି ଆଉ ଯେତେ ଜଣ ସବୁ ଛୋଟ ଛୋଟ ପିଲା ଅଛନ୍ତି ସେମାନେ ସବୁ ତାଙ୍କ ଘରେ ଥିବେ। ସମସ୍ତେ ଏକାଥରେ ମିଳିମିଶିକିରି ହେଲା ଆଉ ମିଳିମିଶିକିରି ଦାଣ୍ଡକୁ ଆସିଲା ପରେ ତମେ କଣ କରିବ ନା ମିଳିମିଶିକିରି ଖେଳିବ। ହେଲା ମିଳିମିଶିକିରି ଖେଳିବ। ମିଳିମିଶି ଖେଳିବା ହଉଛି ଗୋଟେ କଣ ଭଲ ବ୍ୟବହାର। କାହା ସାଥିରେ କଳି ଝଗଡା କରିବ ନାହିଁ। ଇଏ ହଉଛି ଗୋଟେ କଣ ଭଲ ହେଲା। ସାଥୀ ମାନଙ୍କ ସହିତ ତମର ଯିଏ ସାଥୀ, ତୋର ଯିଏ ସାଙ୍ଗ, ତମର ଯିଏ ସାଙ୍ଗ, ତମର ଯିଏ ସାଙ୍ଗ, ତମର ଯିଏ ସାଙ୍ଗ, ସାଙ୍ଗ ମାନଙ୍କ ସାଥିରେ କେବଳ କଳି ଝଗଡା କରିବ ହେଲା। କଳି ଝଗଡା ନ କରିବା ହଉଛି ଗୋଟେ ଭଲ। ତମ ଘରକୁ କୁଣିଆ ଆସିବେ, କୁଣିଆକୁ ତମେ ନମସ୍କାର ହବ। ତାପରେ ତାଙ୍କୁ କଣ ମୁଣ୍ଡିଆ ମାରିକି ତାକୁ ଆସନ ଦବ ବସିବା ପାଇଁ। ହେଲା ତାପରେ ତାଙ୍କୁ କଣ ସରବତ ଦବ। ହେଲା ଦବ। ସିଏ ହଉଛି ଗୋଟେ ଭଲ ବ୍ୟବହାର। ହେଲା ସମସ୍ତଙ୍କୁ ସମ୍ମାନ ଜଣେଇବା ହଉଛି ବ୍ୟବହାର। ଭଲ ହେଲା। ଆଚ୍ଛା କିଏ ଆସିବେ ତାଙ୍କୁ ତମେ ନମସ୍କାର ଦବ। ତମକୁ କଣ କିଛି କହିବେ? ପିଲାଟା ଭଲ ନାହିଁ ଆଉ ଖରାପ ପିଲାଟା ନମସ୍କାର ହଉନି। ଯେମିତି ଶ୍ରୀରାମ ତାଙ୍କୁ ନମସ୍କାର ହଉନି। ଯେମିତି ତନି ତାଙ୍କୁ ନମସ୍କାର ହଉନି। ଯେମିତି ରୂପମ, ଯେମିତି ସୋନାଲି। ଏଥର ଆମେ ଶିଖିବା ଏଥିରୁ କଣ ଶିଖିଲେ ଯେ ତମ ଘରକୁ କଣ କୁଣିଆ ଆସିଲେ ତାଙ୍କୁ ନମସ୍କାର ହବା, ତାଙ୍କୁ ଆସନ ଦବା, ତାଙ୍କୁ ସରବତ ଦେବା। ହେଲା ଆଉ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ପାଖରେ ବସିବା। ହେଲା ସମସ୍ତଙ୍କୁ ସମ୍ମାନ ଦେବା, ଡାକିଲେ ଆଜ୍ଞା ବୋଲି କହିବା। ହେଲା ଘରକୁ ଆସିଥିବା ଅତିଥିଙ୍କୁ ପ୍ରଣାମ କରିବା। ହେଲା ସମସ୍ତଙ୍କ ସାଥିରେ ମିଳିମିଶି ଖେଳିବା ବା କାମ କରିବା। ହେଲା କାହା ସାଥିରେ ଝଗଡା କରିବା ନାହିଁ। ଇଏ ହଉଛି କଣ ସବୁ ଗୋଟେ ହଉଛି ଭଲ ବ୍ୟବହାର।